ଏ ମଉସା କ'ଣ ଭତ୍ତା ପାଇଲଣି? ଏ ମାସର ପରା ଆସିକି 15 ହେଲାଣି। ମୋହନ ସରକାର ଭତ୍ତା କେବେ ଦେବେ କି? କ'ଣ ଆମେ ଶୁଣୁଛୁ ଏଥର କାଳେ ସମସ୍ତଙ୍କୁ 3000 ଭତ୍ତା ମିଳିବ? ଘୋଷଣା କରିପାରନ୍ତି। ଏଣିକି ରାଜ୍ୟରେ ଥିବା 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବା ବରିଷ୍ଠ ନାଗରିକ ମାନେ 3000 ଟଙ୍କା ଭତ୍ତା ପାଇବେ ଏବଂ ସରକାରଙ୍କର ଘୋଷଣାକୁ ସମସ୍ତଙ୍କର ଅପେକ୍ଷା ରହିବ। ଅଜେଶ ଲମ୍ବା ଗାଁ ଗହଳିରେ ବର୍ତ୍ତମାନ ଭତ୍ତାକୁ ନେଇ ଚାରିଆଡ଼େ ଆଲୋଚନା ଚାଲିଛି ଯେ କି ଭତ୍ତା 5ରୁ 10 ତାରିଖ ଭିତରେ ଆସିବା କଥା, ଏପର୍ଯ୍ୟନ୍ତ କ'ଣ ପାଇଁ ଆସୁନାହିଁ? ଏଥର କ'ଣ ଭତ୍ତା ବଢ଼ି କରିକି ଆସିବ? ସେଥିପାଇଁ ସମସ୍ତେ ଚାହିଁ ରହିଛନ୍ତି ଭତ୍ତା ଆସିବାର ସମୟକୁ। ତାପରେ ଟିଭି ଆଉ ନ୍ୟୁଜ୍ରୁ ଶୁଣିବାକୁ ପାଉଛନ୍ତି ଯେ କି ସରକାର ଘୋଷଣା କରିଛନ୍ତି ସମସ୍ତଙ୍କୁ 3000 ଟଙ୍କା ଲେଖେ ଭତ୍ତା ଦେବେ। ଏ ବିଷୟରେ ବର୍ତ୍ତମାନ ସବୁଆଡ଼େ ଆଲୋଚନା ଚାଲିଛି, ଯାହାକି ଆଗରୁ 60 ବର୍ଷରୁ ଅଧିକ ସେମାନଙ୍କୁ 1000 ଲେଖା ମିଳୁଥିଲା, ବର୍ତ୍ତମାନ ସେମାନଙ୍କୁ ଆଡ଼େ 3000 ମିଳିବ ଏବଂ 80 ବର୍ଷରୁ ଅଧିକ ସେମାନଙ୍କୁ 3500 ମିଳିବ। ଏହି ବିଷୟରେ ବର୍ତ୍ତମାନ ସରକାର ଯଦି ଭତ୍ତା ବଢ଼େଇକି ନ ଦେଉଛନ୍ତି ତାହେଲେ ବିରୋଧୀ ଦଳର ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ଉପରେ ଜୋର ଧରି ବସିଛନ୍ତି ଯେ କି ଆପଣ ଭୋଟ ନେବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରନ୍ତୁ, ଯେ କି ଭତ୍ତା ସମସ୍ତଙ୍କୁ 3000 ମିଳିବ ଏବଂ ଧାନ ରେଟ୍ 3100 ହେବ ଏବଂ ସୁଭଦ୍ରା ଯୋଜନାରେ ସମସ୍ତଙ୍କୁ 50,000 ଲେଖେ ମିଳିବ। ଇଏ ଯେଉଁ ପ୍ରତିଶ୍ରୁତି ଦେଇ ଆପଣ ଭୋଟ ହାତେଇଥିଲେ ତାହାର ସେଇ ପ୍ରତିଶ୍ରୁତିକୁ ଆପଣ ପୂରଣ କରନ୍ତି। ସେହି ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ ବର୍ତ୍ତମାନର ସରକାର ଭତ୍ତା 3000 କରିବ ବୋଲି ନିଷ୍ପତ୍ତି ନେଇଛି। ସେ ବର୍ତ୍ତମାନ ତା ବିଷୟରେ ଆଲୋଚନା ଚାଲିଛି। ଖୁବ୍ ଶୀଘ୍ର ସରକାର ଏ ଦିଗରେ ନିଷ୍ପତ୍ତି ନେବେ। ରାଜ୍ୟ ବିଜେପି ସାଧାରଣ ସମ୍ପାଦକଙ୍କ ସୂଚନା ଆଗକୁ ଆସିବାକୁ ଯାଉଛି। ବଡ଼ ଖବର, ବହୁତ ବଡ଼ ଖବର ଯେ କି 3000 ଏବଂ 3500 ଟଙ୍କା ସମସ୍ତଙ୍କୁ ଭତ୍ତା ମିଳିବ। 80 ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ 3500 ଟଙ୍କା, 60 ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ 3000 ଟଙ୍କା, ସମସ୍ତଙ୍କୁ ମିଳିବ 3000ରୁ ଅଧିକ। ପେନ୍ସନ୍ ଟଙ୍କା ଯେଉଁମାନେ ଦିବ୍ୟାଙ୍ଗ ସେମାନଙ୍କୁ କେତେ 3500 ଲେଖା ମିଳିବ, ଯେଉଁମାନଙ୍କର 80%ରୁ ଏଭବ୍, ଆଉ ଯେଉଁମାନେ 80%ରୁ ତଳେ ଅଛନ୍ତି ସେମାନଙ୍କୁ ଯେଉଁ 1000 ମିଳୁଥିଲା ସେଇ 1000 ହିଁ ମିଳିବ। ଏହାକୁ ନେଇ ବର୍ତ୍ତମାନ ସାଧାରଣ ଲୋକମାନଙ୍କର ଯେ କି ଜୋର ଧରିଛନ୍ତି ଯେ 60%ରୁ ତଳକୁ ସେମାନେ କ'ଣ ନିଜର ପେଟ ପୋଷିପାରିବେ ଏବଂ 80%ରୁ ଅଧିକ ସେମାନେ 3500 ପାଇବେ ଏବଂ 80%ରୁ ତଳକୁ ସେମାନେ 1000 ପାଇବେ। ଏହାକୁ ନେଇ ବର୍ତ୍ତମାନ ରାଜ୍ୟର ସବୁଆଡ଼େ ସମାଲୋଚନା ଚାଲିଛି ଯେ କି ଏହି ଭତ୍ତା ନିଶ୍ଚୟ ବଢ଼ିକରି ସମସ୍ତଙ୍କର ସମାନ ରହିବା ଦରକାର। ଏ ବିଷୟରେ ବର୍ତ୍ତମାନ ସରକାର କ'ଣ ନିଷ୍ପତ୍ତି ନେଉଛନ୍ତି ସେହି ନିଷ୍ପତ୍ତିକୁ ଆମେମାନେ ଅନେଇ ଚାହିଁ ରହିଲୁ ଯେ କି ସରକାର ତାଙ୍କ ନିଷ୍ପତ୍ତି ନିଶ୍ଚୟ ସଠିକ୍ ନିଷ୍ପତ୍ତି ନେବେ, ଯାହାଦ୍ୱାରା ଲୋକମାନଙ୍କର ହିତରେ ଲାଗିବ।